ସୁବର୍ଣ୍ଣରେଖା ନଦୀର ଅବବାହିକାରେ ବେଧଡ଼କ ଭାବେ ଚାଲିଛି ନାଲି ଇଟା କାରବାର। ବାରମ୍ବାର ଅଭିଯୋଗ ପରେ ବି ନିଦ ଭାଙ୍ଗୁନି ପ୍ରଶାସନିକ ଅଧିକାରୀଙ୍କର। ଦିନ ରାତି ଭାଟି କାମ ଚାଲିଥିବା ବେଳେ ନିଜ ସ୍ୱାର୍ଥ ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଖଟାଉଛନ୍ତି ଇଟା ବେପାରୀ। ବାଲେଶ୍ୱର ଜିଲ୍ଲା ବସ୍ତାରୁ ଦେଖିବା ଏହି ସ୍ୱତନ୍ତ୍ର ରିପୋର୍ଟ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରେ ଚାଲିଛି 30ରୁ ଅଧିକ ନାଲି ଇଟା ଭାଟି। ଭାଟିଗୁଡ଼ିକ ମଧ୍ୟରେ ଚେମିନି ଭାଟି ଅନ୍ୟତମ। ବର୍ଷ ବର୍ଷ ଧରି ଇଟା ବ୍ୟବସାୟୀମାନେ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ଉର୍ବର ଜମି ସବୁ ଠିକା ସୂତ୍ରରେ ନେଇ ମନ ଇଚ୍ଛା ବ୍ୟାପାର କରି ଆସୁଛନ୍ତି। ବେଆଇନ ଭାବେ ଉପକୂଳ ଅଞ୍ଚଳରୁ ମାଟି ବାଲି ଅଧ ରାତିରେ ଆଣି ପ୍ରସ୍ତୁତ କରୁଛନ୍ତି ଇଟା। ତେବେ ସରକାରୀ ଭାବେ ଭାଟି ନିର୍ମାଣ କରିବାକୁ କୌଣସି ଆଇନ ନଥିବା ବେଳେ ଅଧିକାରୀମାନଙ୍କୁ ମୋଟା ଅଙ୍କର ଉତ୍କୋଚ ଦେଇ ଭାଟି ଚଳାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏଭଳି କିଛି ଅଭିଯୋଗକୁ ନେଇ ସିଙ୍ଗଲା ସ୍ଥିତ ଶିବା ଇଟା ଭାଟିରେ ପହଞ୍ଚିବା ପରେ ସେଠାରେ ଅନେକ ଛୋଟ ଛୋଟ ନାବାଳକ ନାବାଳିକା କାମ କରୁଥିବା ଦେଖିବା ପାଇଁ ମିଳିଛି। ତସହିତ କାମ କରୁଥିବା ଲେବର ଶ୍ରେଣୀର ଲୋକେ ଠିକାରେ କାମ କରୁଥିବା ଯୋଗୁଁ ସେମାନଙ୍କର ସାହା ଭରସା କେହି ନାହାନ୍ତି। ଏହାକୁ ନେଇ ଭାଟିର ମ୍ୟାନେଜର ସମସ୍ତ ଘଟଣାକୁ ଅସ୍ୱୀକାର କରିଥିବା ବେଳେ ଲେବରମାନଙ୍କୁ ରାଜକୀୟ ସୁବିଧା ଦେଉଥିବା କହିଛନ୍ତି। ଘର କୋଉଠି? ମୟୂରଭଞ୍ଜ। ହଁ, ଏଠି କେବେଠୁ ଆସି କାମ କଲ? ଏଠି ଏଇ ମାସେ 2 ମାସ ହେଲା କାମ। ଏଟା କୋଉ ଭାଟି ଏଟା? ଶିବା। ହଁ, ଶିବା ଭାଟି। ହଁ, ଏଠି ଯେ କାମ କରୁଛ କେତେ ଲେଖା ମଜୁରୀ ପାଉଛ? ମାନେ 1000 ଇଟା, ମାନେ 1000 ଇଟା କହିଲେ 200 ଟଙ୍କା। ଡେଲି କେତେ ଇଟା ବୋହି ଦଉଛ? ଡେଲି ସେମିତି 2000 3000 ଏମିତି। ଏଇନା ଚଳି ପାରୁଛ? ଚଳି ହଉଛି। ତମେ କେତେ ଜଣ ଆସିଛ ସେଠୁ? ନା, ମୁଁ ଜଣେ ଆସିଛି। ଏଠି କେତେ ଲୋକ କାମ କରୁଛନ୍ତି? ଏଠି ଏଇ 200 ଏମିତି ଲୋକ କାମ କରୁଛନ୍ତି। ସେମାନେ ସବୁ କୋଉଠିକାର? ସେମିତି ଘର ଏଇ ପାଖ କୋଉଠିକାର ତଥାପି ତମ ଜାଣିବାରେ କୋଉଠି? ଏଇ ଦଡ୍ରା ମାନେ ଏଇଆଡ ମହିଳା ପୁରୁଷ କେତେ ଅଛନ୍ତି? ଛୋଟ ପିଲା କେତେ ଅଛନ୍ତି? ଛୋଟ ଟିକେ ନାଁଟା କହିଲେ? ରମେଶ ଚନ୍ଦ୍ର ଘର କୋଉଠି ଭାଇ? ଆପଣ ଏଇ ଯେ ଶିବା ଇଟା ଭାଟିରେ କାମ କରୁଛନ୍ତି କେତେ ଦିନ ହେଲା କଲେନି? ମୁଁ ଏଇ 4 ଦିନ ହେଲା। ହଁ, କେମିତି କଣ ପାଉଛନ୍ତି ମଜୁରୀ ପାଉଛନ୍ତି? ମଜୁରୀ ମୁଁ ଆମର 400 ଟଙ୍କା ଦେବି। କଣ କରନ୍ତି ଆପଣ? ଏଇ କୋଇଲା ଦିଆ ଭାଟି। ଫାୟାରମ୍ୟାନ୍। କେତେ ବୟସ ହବ ଆପଣଙ୍କର? ମୋର ବୟସ କେତେ 55 ବର୍ଷ ହବ। କହିଲେ ଆପଣ ନାଁଟା କହିଲେ? ନାଁଟା ବାସୁଦେବ ଦାସ। ଆପଣ ମ୍ୟାନେଜର ଅଛନ୍ତି ଏଠାରେ? ଆଜ୍ଞା ନା, ଏଇ କାମ ଦାମ କରୁଛି। କଣ କେତେ ଦିନ ହେଲା କାମ କଲେନି? ଏଇ ତ ମାସେ ହେଲା ଆସିଛି। ମାସେ ହେଲା ଆସିଛନ୍ତି। କି କାମ କରୁଛନ୍ତି ଆପଣ? ଯାହା ପାରୁଛି କରୁଛି, ବୁଝାମଣା ଏଇ ବୁଝାମଣା କରୁଛି। ମ୍ୟାନେଜର ସୁପରଭାଇଜର ଏଇ ସେଇଠି କାମ ଦେଖୁଛି। ଏଇ ଯେ ଛୋଟ ପିଲାମାନେ କାମ କରୁଛନ୍ତି ଏଠି କଣ କହିବେ? ଛୋଟ ପିଲା ଆଜ୍ଞା କାମ କରୁନାହାନ୍ତି। ନାଁ କଣ କହିଲେ? ରାମଚନ୍ଦ୍ର ସେଠି। ଘର କୋଉଠି? ନା ପରା। କଣ କାମ କରନ୍ତି? ଆହୁରି ପଞ୍ଚାୟତଟା ସାଇକେଲ କହୁଛି। ଆପଣ ହয়তো ଛୋଟ ପିଲା କାମ କରୁଥିଲେ। ନା ନା, ଛୋଟ ପିଲା ନୁହେଁ। ଛୋଟ ପିଲା ଖୁସିରେ ତାଙ୍କୁ ଆମେ କାମ କରୁଛୁ କହୁଛୁ ନା କରୁଛୁ। ସେମାନେ ବୁଲୁଛନ୍ତି। 400 500 ମିଟର ଦୂରରୁ ସେମାନେ ଆସିଛନ୍ତି ଆପଣଙ୍କ ପଛରେ। ଆରେ ସେ ଛୁଆ ମାନେ ଯଦି ଚାଲେ ଶୁଣନ୍ତୁ, ଆପଣ କଥାଟା ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତାଙ୍କୁ କାମରେ ଲଗାଯାଇ ନାହିଁ। ତେବେ ଇଟା ଭାଟି ସମ୍ପର୍କରେ କୌଣସି ଅଭିଯୋଗ ନ ଆସିଥିବା ବେଳେ ସମସ୍ତ ଆର୍ଆଇ ମାନଙ୍କୁ ସରଜମିନ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଚାଇଲ୍ଡ ଲେବରଙ୍କ ବିଷୟରେ ଡିଷ୍ଟ୍ରିକ୍ଟ ଲେବର ଅଫିସରଙ୍କ ସହ ଯୋଗାଯୋଗ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି ବସ୍ତା ତହସିଲଦାର ରାଧାରଞ୍ଜନ ଦାସ। ହେଲେ ଶିବା ଇଟା ଭାଟିର ମାଲିକ କୌଣସି ଇଟା ଭାଟିର ସରକାରୀ ସ୍ୱୀକୃତି ନଥିବା କହିଛନ୍ତି। ସାର୍, ବସ୍ତାରେ କିଛି ଇଟା ଭାଟି ଚାଲିଛି ଯେଉଁଗୁଡାକ ବେଆଇନ ବୋଲି ସରକାର ଆଗରୁ ଘୋଷଣା କରିଥିଲେ। ଏବେ ସେଗୁଡାକ ଜୋର ଜବରଦସ୍ତ ସାର୍ ଚାଲିଛି। ବେଶୀ ଚାଲିଛି ସାର୍ ସୁବର୍ଣ୍ଣରେଖା କୂଳରେ ଯେତିକ ଚାଲିଛି ଇଲାକାରେ ସବୁ ମାଟି ବାଲି ବହି ଆଣିକି ସାର୍ ସେମାନେ କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ଇଲିଗାଲ। ତାପରେ ସାର୍ ପ୍ରଶାସନ ପକ୍ଷରୁ କି ପ୍ରକାର ଷ୍ଟେପ୍ ନିଆଯାଉଛି? ଦେଖନ୍ତୁ, ୟାର ତ କୌଣସି ଏଲିଗେସନ ମୋ ପାଖରେ ପହଞ୍ଚି ନାହିଁ। ଯଦି ଆପଣମାନେ କହୁଛନ୍ତି ଠିକ୍ ଅଛି, ମୁଁ ଆର୍ଆଇମାନଙ୍କୁ ଇନଷ୍ଟ୍ରକ୍ସନ ଦେବି। ସେମାନେ ତାର ସରଜମିନ ତଦନ୍ତ କରିବେ, କୋଉଠି ଇଟା ଭାଟି ହେଉଛି କ'ଣ ହେଉଛି ଦେଖିବେ। ତାପରେ ଯଦି ସେମିତି ହେଉଥିବ ଆମେ ଉପରସ୍ଥ ଅଧିକାରୀଙ୍କୁ ଜଣେଇକିରି ତା ଉପରେ ଯାହା ପ୍ରତିକାର ନେବା କଥା ସେ ଅନୁସାରେ ଆକ୍ସନ ନେବୁ। ସାର୍, କିଛି ଚାଇଲ୍ଡ ଲେବରକୁ ବି ଲଗେଇ କାମ କରୁଛନ୍ତି? ଚାଇଲ୍ଡ ଲେବର ଠିକ୍ ଅଛି, ଆମେ ଇନକ୍ୱାରି କରିବୁ।
ଟିକେ ନା ଗୋଟେ ମୋ ନାଁ ଚିତ୍ତରଞ୍ଜନ ବାଗ। এই যে সিংলা ছকরে আপনার যে ইটা ভাটি চালিছি এটা কেতে বর্ষ ইটা ভাটি চাললানি? ହଁ ମୋର ଏଇଟା 8-10 ବର୍ଷ ହେଇଗଲାଣି। ହଁ এই যে বর্তমান আমি দেখিବାକୁ পাইলু কিছু চাইল্ড লেবর কাম করছে যেমন ছোট ছোট পিলা আছে মানে কাম করଛନ୍ତି কোন কবে তার? ନା ସେ ପିଲା ନାହାନ୍ତି, କେବଳ ଶୁଣନ୍ତୁ ତାଙ୍କର ଯୋଉ ପିଲା ଛୋଟ ଛୋଟ ରହିଛନ୍ତି ତାଙ୍କ ବାପା ମା କାମ କରନ୍ତି, ତାଙ୍କର ଜ୍ୱର ହେଇଛି ଆଜି, ସେମାନେ 3 ଦିନ ହେଲା ଜ୍ୱର ହେଲାଣି, ନହେଲେ ସେମାନେ ଟୋଟାଲି କାମ କରନ୍ତି ନାହିଁ। ଆପଣ ସରକାର କହୁଛନ୍ତି ନାଲି ଇଟା ଭାଟି ଗୁଡାକ ବେଆଇନ, ଏଗୁଡା ବିନା ପରମିଶନ ନାହିଁ, ତାପରେ କି ପ୍ରକାର ଆପଣ ଭାଟି ମାନେ ଚଲାଉଛନ୍ତି ପୁଣି ଚେମନି ଭାଟି ଚଲାଉଛନ୍ତି? এটা ଦେଖନ୍ତୁ ଆଜ୍ଞା, ଏଇଟା ହଉଛି ପେଟପାଟଣାର କଥା। ଏଠି 100-200 ଲେବର କାମ କରୁଛନ୍ତି, ସେମାନେ ଜୀବିକା ନିର୍ବାହ କରୁଛନ୍ତି ୟାରି ଉପରେ। ତେଣୁ ସେମାନେ ଆମ ଉପରେ ନିର୍ଭର କରିଥିବା ହେତୁ ଆମେ ସେମାନଙ୍କୁ ଖୋରାକ ଯୋଗାଉଛୁ। ନା ନା ଆପଣ ସରକାରୀ ପରମିଶନ କିଛି ନା ସରକାରୀ ପରମିଶନ ଆମ ପାଖରେ କିଛି ନାହିଁ, ତେଣୁ ଆମେ ବେନିୟମ ଭାବରେ ଭାଟି ଚାଲିଛି। ଆପଣଙ୍କର କେତେ ଲେବର କାମ କରୁଛନ୍ତି? 200 ଭିତରେ ହବ ଟୋଟାଲ। ମହିଳା ପୁରୁଷ ପିଲା କେତେ? ହଁ, ପିଲା ନାହିଁ, ପିଲା ନାହିଁ। ଯୋଉ ଛୋଟ ପିଲା ଅଛନ୍ତି ତାଙ୍କ ପାଇଁ କୋଉ ନା, ସୁବିଧା ପିଲା ସୁଯୋଗ ତାଙ୍କ ଦଉଛନ୍ତି? ବାପା ମା ଯେତେବେଳେ ରହୁଛନ୍ତି ପିଲା ଗୁଡା ରହିବେ ସେମାନେ। ନାଇଁ ନାଇଁ ଛୋଟ ପିଲା ଯୋଉ ଆପଣ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ ବାଲା କହୁଛନ୍ତି ଆମେ ପ୍ରତି ନା, ଇଟା ନା, ଭାଟି ନା। ଯାଉଛୁ, ପ୍ରତି ବାଲିଖାଦାନ ଯାଉଛୁ, ସେ ଛୁଆମାନଙ୍କୁ ପିଲା ତେବେ କେବେ ସରକାରୀ ନାଲି ଇଟା ଭାଟି ଉପରେ ଠୋସ୍ ପଦକ୍ଷେପ ନେଉଛନ୍ତି ଦେଖିବା ପାଇଁ ବାକି ରହିଲା। ବାଲେଶ୍ୱରରୁ ଭରତ କୁମାର ଦାସଙ୍କ ରିପୋର୍ଟ, ସଂଘର୍ଷ ଟିଭି।